ପ୍ରଥମଙ୍କ ପ୍ରଥମ ଦୃଶ୍ୟ। ହୁଇସିଲ୍ ବାଜିଲା, ପରଦା ଉଠିଲା, ଦେଖାଗଲା ଗୋଟିଏ ନୂଆ ତିଆରି ଏକତାଲା ଘର। ଏକତାଲା ପାକାକା ଭିତରେ ଖାଇବା ପିଇବା ଗୋଳମାଳ ଶୁଣାଯାଉଛି। ଭାତ ଲଗା, ଡାଲି ଲଗା ଇତ୍ୟାଦି। ପ୍ରେକ୍ଷାଳୟରେ ବର୍କମାନେ ରଙ୍ଗମୟ ଅଭିନେତା ଓ ଅଭିନେତ୍ରୀ କାହାକୁ ନ ଦେଖି ଅସନ୍ତୁଷ୍ଟ ହୋଇପଡ଼ିବା ବେଳେ ଭିତରକୁ ଆସିଲେ ଗଙ୍ଗାଦାସ ବେଶ ସେଠ। ଜନଚିତ ଆସି ପ୍ରେକ୍ଷାଳୟରେ ଦର୍ଶକମାନଙ୍କୁ ଦେଖି ହସି ହସି କହିଲେ, ଗଙ୍ଗାରାମ, ନମସ୍ତେ ନମସ୍ତେ। ଟିକିଏ ବିଳମ୍ବ ହୋଇଗଲା। ବୋଧହୁଏ ବିରକ୍ତ ହୋଇପଡ଼ିଲେଣି। ଆପଣମାନେ ଏକୁଟିଆ ଲୋକ। ସେଫାକ ସମ୍ଭାଳିଲା ବେଳକୁ ଏଫାକ ନାହିଁ, ସେଫାକ ସମ୍ଭାଳିଲା ବେଳକୁ ସେଫାକ ନାହିଁ। କପାଳୁ ଏଠାରେ ମୁଁ କହେନା, ନା ଏମିତି ଲୋକ ମୋ କର୍ମକୁ ମିଳିଛନ୍ତି। ଅଭିଲେଖ ବାବୁ ଓ ଅଭିଲେଖ ବାବୁ ଜଣେ ଭଦ୍ରଲୋକ। ପ୍ରକାଶ କରି ଘରକୁ ଚାହିଁଲେ। କାହାକୁ ଖୋଜୁଛନ୍ତି? ଭଦ୍ରଲୋକ। ଗଙ୍ଗାଦାସ ବାବୁଙ୍କର ନୂଆ ଘର ଏଇ ତ? ଗଙ୍ଗାରାମ। ଆପଣ କ'ଣ ଚାହାନ୍ତି? ଭଦ୍ରଲୋକ। ମୁଁ ନିମିତ୍ତ। ଗଙ୍ଗାରାମ। ଭିତରକୁ ଯାଆନ୍ତୁ। ନମସ୍ତେ ନମସ୍ତେ। ଭଦ୍ରଲୋକ ଚାଲିଗଲେ। ଭିତରକୁ ଅଲେଖ ବାବୁ ତରତର ହୋଇ ଭିତରୁ ବାହାରି ଆସିଲେ। ଅଲେଖ ଆଣ୍ଠୁରୁ ଲୁଗା ଟେକି ଦେଇଛନ୍ତି। ହାତ କରଚୁଲି ଓ ଅନ୍ୟ ହାତରେ ଖାଲି। ବଡ଼ ବ୍ୟତିବ୍ୟସ୍ତ ସେ। ଅଲେଖ କୁହନ୍ତୁ। ଗଙ୍ଗାରାମ। ଏ କ'ଣ ହେଉଛି ଏ ସବୁ? ଅଲେଖ। ନୂଆ ଘର ପ୍ରତିଷ୍ଠା ଆପଣଙ୍କର। ଦିନିଆ ଖିଆପିଆ ମୁଁ ନ କରିବି ତ? ଫେର୍ ତେଣେ। ଅଲେଖ।